କରିକି ତାଙ୍କ ସପକ୍ଷକୁ ନେବା କଳା ତାଙ୍କୁ ବହୁତ ଜଣା ଅଛି। ସେଇଥିପାଇଁ ବିଜୁ ଜନତା ଦଳ ପ୍ରସ୍ତୁତ ଅଛି ଏବଂ ବୁଥ୍ ଲେଭେଲ୍ ଏଜେଣ୍ଟ ମଧ୍ୟ ନିଯୁକ୍ତି କରାଯାଇଛି। ଆମେ ତନ୍ନ ତନ୍ନ କରି ତାକୁ ପରୀକ୍ଷା ନିରୀକ୍ଷା କରିବୁ ଏବଂ ଜଗିବୁ ଯେ ଯେମିତି ଯେଉଁମାନେ ଜେନୁଇନ୍ ଭୋଟର ସେମାନେ ବାଦ୍ ନ ପଡ଼ନ୍ତୁ। କିନ୍ତୁ ତାଙ୍କ ଦଳ ଯାହା କହୁଛି, ଏପରିକି ଜଣେ ବିଧାୟକ ମଧ୍ୟ ଯେଉଁଭଳି କହିଲେ ଯିଏ ବିଜେପିକୁ ଭୋଟ ଦେବନି ସେ ଏସ୍ଆର୍ରୁ କାଟି ଦିଆଯିବ ତା ନାଁ। ଅର୍ଥାତ୍ ଇଏ ତାଙ୍କ ସରକାରର ଗୋଟେ ସୁଚିନ୍ତିତ ଯୋଜନା, ଭାରତୀୟ ଜନତା ପାର୍ଟିର ଗୋଟେ ସୁଚିନ୍ତିତ ଷଡ଼ଯନ୍ତ୍ର। ତାଙ୍କୁ ଭୋଟ ନଦେଲେ ସେମାନଙ୍କର ନାଁ ଭୋଟର ଲିଷ୍ଟରେ ରହିବ ନାହିଁ। ଏଭଳି ଏକ ଜଘନ୍ୟ କଥା କହିବା ଏବଂ ମନୋବୃତ୍ତି ରଖିବା ଗୋଟେ ସୁସ୍ଥ ଗଣତନ୍ତ୍ର ପରିଚାୟକ ନୁହେଁ। ଏ ହେଲା ପ୍ରଥମ କଥା। ଦ୍ୱିତୀୟ କଥା ହେଉଛି ଭାରତବର୍ଷରେ ଆକଳନ କରାଯାଉଛି ଯେମିତି ବିହାରଠୁ ୱେଷ୍ଟବେଙ୍ଗଲଠୁ ଆରମ୍ଭ କରିକି ତାମିଲନାଡୁଠୁ ଆରମ୍ଭ କରିକି ଉତ୍ତରପ୍ରଦେଶ ଏବଂ ଅନ୍ୟାନ୍ୟ ରାଜ୍ୟ ବାକି ଅଛି, ସବୁଗୁଡ଼ାକ ଏସ୍ଆର୍ କଲା ପରେ 10 କୋଟି ପାଖାପାଖି ଲୋକଙ୍କ ନାଁ ଭୋଟର ଲିଷ୍ଟରୁ କଟିବ। ମୁଁ ଏଠି ଗୋଟେ ମୌଳିକ ପ୍ରଶ୍ନ ପଚାରିବାକୁ ଚାହୁଁଛି। ମୌଳିକ ପ୍ରଶ୍ନଟି ହେଉଛି